ସମସ୍ତଙ୍କୁ ସ୍ୱାଗତମ୍। ପୁଣି ଥରେ ଆମେ ଆରମ୍ଭ କରିବା ଆଜି ଆଉ ଏକ ନୂତନ ଅଧ୍ୟାୟ। ବିଷୟଟି ହେଉଛି ନକଲି ହୀରା। ଏହାର ଆମେ ଆଜି ପ୍ରଶ୍ନ ଉତ୍ତର କରିବା। ଏ ବିଷୟଟି ପଢ଼ା ସରିଯାଇଥିବ ପିଲାମାନେ। ଦେଖ, ଏହାକୁ ଭଲ ଭାବରେ ବୁଝିକି ଏହାର ପ୍ରଶ୍ନ ଉତ୍ତର କରିବା। ପ୍ରଥମ ପ୍ରଶ୍ନ କ'ଣ ଅଛି ଦେଖିବା। ରାଜା ଜଣେ କେଉଁଭଳି ଶାସକ ଥିଲେ? କିଭଳି ଥିଲେ? ରାଜା ଜଣେ ବୁଦ୍ଧିମାନ ଓ ସଚ୍ଚୋଟ ରାଜା ଥିଲେ। 2 ନମ୍ବର ପ୍ରଶ୍ନ, ରାଜା କାହାକୁ ତାଙ୍କ ପୁଅର ପରାମର୍ଶଦାତା ଭାବରେ ବାଛିଲେ? ଜଣେ ସଚ୍ଚୋଟ ଯୁବକକୁ ରାଜା ପରାମର୍ଶଦାତା ଭାବେ ବାଛିଲେ। 3 ନମ୍ବର ପ୍ରଶ୍ନ, ରାଜା କେଉଁମାନଙ୍କୁ ପ୍ରଶ୍ନ ପଚାରିଲେ? ରାଜା ପାରିଷଦମାନଙ୍କୁ ପ୍ରଶ୍ନ ପଚାରିଲେ। ସେ ଭିତରେ ମନ୍ତ୍ରୀ, ସେନାପତି ସମସ୍ତେ ଥିଲେ। 4 ନମ୍ବର ପ୍ରଶ୍ନ, ଯୁବକ ଜଣକ ନୀରବ ଥିଲେ କାହିଁକି? ଅନ୍ୟମାନଙ୍କ ଉତ୍ତରରେ ସେ ସନ୍ତୁଷ୍ଟ ନଥିଲେ। ତାଙ୍କର ଉତ୍ତର କିଛି ଅଲଗା ପ୍ରକାରର ଥିଲା, ତେଣୁ ସେ ନୀରବ ଥିଲେ। 5 ନମ୍ବର ପ୍ରଶ୍ନ, ରାଜା ଯୁବକଙ୍କ ଉପରେ କାହିଁକି ଖୁସି ହେଲେ? କାହିଁକି ନା ଯୁବକ ଜଣକ ସଠିକ୍ ଉତ୍ତର ଦେଇଥିଲେ। ସେ ଭୟ ନକରି ସଠିକ୍ ଉତ୍ତର ଦେଇଥିଲେ। ହେଲା। 6 ନମ୍ବର ପ୍ରଶ୍ନ, ପାରିଷଦମାନଙ୍କୁ ମହାରାଜ ଶେଷରେ କ'ଣ କହିଲେ? ମହାରାଜ କହିଲେ, ମୋତେ ଖୁସି କରିବାକୁ ଯାଇ ତୁମ୍ଭେମାନେ ଭୁଲ ଉତ୍ତର ଦେଲ। 7 ନମ୍ବର ପ୍ରଶ୍ନ, ଯୁବକ ଜଣକୁ ରାଜା ଅସଲି ହୀରା କାହିଁକି ଦେଲେ? ଯୁବକ ଜଣକ ସଠିକ୍ ଉତ୍ତର ଦେଇଥିବାରୁ ରାଜା ତାଙ୍କୁ ଅସଲି ହୀରା ଦେଲେ। ପାରିଷଦମାନଙ୍କୁ ରାଜା ନକଲି ହୀରା ଦେବାର କାରଣ କ'ଣ? ଏଇଟା 8 ନମ୍ବର ପ୍ରଶ୍ନ। ସେମାନେ ଭୁଲ ଉତ୍ତର ଦେଇଥିବାରୁ ରାଜା ସେମାନଙ୍କୁ ନକଲି ହୀରା ଦେଲେ। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ, ଆସ ନିମ୍ନ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖିବା। ପୁରୁଣାର ବିପରୀତ କ'ଣ ହେବ? ନୂଆ। ଦୁଃଖର ସୁଖ, ଦୁଃଖର ସୁଖ। ଉପସ୍ଥିତର ଅନୁପସ୍ଥିତ, ସନ୍ଦେହ ନିସନ୍ଦେହ। ସନ୍ତୁଷ୍ଟ ଅସନ୍ତୁଷ୍ଟ, ନକଲିର ଅସଲି। ହେଲା। ତାପରେ ଦେଖିବା 2 ନମ୍ବର ପ୍ରଶ୍ନ, ଆସ ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଲେଖିବା। କ ନମ୍ବର, ରାଜା ପାରିଷଦମାନଙ୍କୁ ସମ୍ବୋଧନ କରି କେଉଁ ପ୍ରଶ୍ନ ପଚାରିଲେ? ମୁଁ ଜଣେ ଜ୍ଞାନୀ ଓ ସଚ୍ଚୋଟ ରାଜା କି? ଏହି ପ୍ରଶ୍ନ ସେ ପଚାରିଥିଲେ। ଖ, ପାରିଷଦମାନେ କ'ଣ ଶିକ୍ଷା ପାଇଲେ? ସତ୍ୟ, ଅହିଂସା, ସଚ୍ଚୋଟପଣିଆ ମଣିଷର ପରମ ଧର୍ମ। ଏହି ପାଠରୁ ଆମେ କେଉଁ ଶିକ୍ଷା ପାଇଲେ? ଆମେ ସବୁବେଳେ ସତ କହିବା। ତାପରେ ଦେଖିବା, ବୃଦ୍ଧ ରାଜାଙ୍କର କେତେଜଣ ପୁଅ ଥିଲେ? ଯେଉଁଟା ଠିକ୍, ତମେ ସେଠି ଠିକ୍ ଚିହ୍ନ ମାରିବ। ସେଠି ଜଣେ ଥିଲେ। ତାଙ୍କର ଜଣେ ହିଁ ପୁଅ ଥିଲେ। ରାଜା ତାଙ୍କ ପୁଅ ପାଇଁ କ'ଣ ଖୋଜୁଥିଲେ? ଜଣେ ପରାମର୍ଶଦାତା। ତୁମେ କାହିଁକି ଚୁପଚାପ ଛିଡ଼ା ହେଇଛ? ଉତ୍ତର ଦିଅ। ଏକଥା କିଏ କହିଥିଲେ? ଏକଥା ରାଜା କହିଥିଲେ। ମହାରାଜ ଆମକୁ କ୍ଷମା କରନ୍ତୁ, ଆମର ଭୁଲ ହୋଇଛି। ଏକଥା କିଏ କହିଥିଲେ? ପାରିଷଦମାନେ କହିଥିଲେ। ରାଜା ଅସଲି ସୁନା କାହାକୁ ଦେଇଥିଲେ? ଜଣେ ଯୁବକକୁ ଦେଇଥିଲେ। କିଏ ବଡ଼ ବଳବାନ? ସମୟ ହିଁ ବଡ଼ ବଳବାନ। ତାପରେ ଦେଖିବା, ୟାଙ୍କର ଅର୍ଥ ସହିତ ଆମେ ତାଙ୍କୁ ଗାରଟାଣି ଯୋଡ଼ିବା। ରାଜାର ଅର୍ଥ କ'ଣ? ନୃପତି। ପୁଅ ମାନେ ପୁତ୍ର ବି ଆମେ କହିପାରିବା। ଦିନକୁ ଆମେ ଆଉ କ'ଣ କହୁ? ଦିବସ। ଆନନ୍ଦକୁ କ'ଣ କହିବା ଆମେ? ଖୁସି। ତାପରେ ଦେଖିବା, ଏସବୁ ଚିତ୍ର ଗୁଡ଼ାକ ଦେଇଛି। ଚିତ୍ର ଦେଖିକି ତମେ ସମସ୍ତଙ୍କ ନାମ ଲେଖିବ। ଏଇଟା ବହୁତ ସହଜ ଅଛି। ଫାଷ୍ଟ କାହାର ଚିତ୍ର ଅଛି? ଗୋଟେ ରାଜାଙ୍କର ଚିତ୍ର ଅଛି। ତାପରେ ପାରିଷଦ, ତାପରେ ଆମର ଏଇଟା ଗୋଟେ ସିଂହାସନ, ଆଉ ଏପଟେ ଯେଉଁ ଛିଡ଼ା ହେଇଛନ୍ତି ସିଏ ହେଉଛନ୍ତି ଜଣେ ଯୁବକ। ହେଲା। 7 ନମ୍ବର ପ୍ରଶ୍ନ, ରାଜ ଦରବାରରେ କେଉଁମାନେ ଥାଆନ୍ତି? ଲେଖ। କେଉଁମାନେ ଥାଆନ୍ତି? ମନ୍ତ୍ରୀ, ସେନାପତି, ପରାମର୍ଶଦାତା, ପଣ୍ଡିତଗଣ, ଏମାନେ ସବୁ ରାଜ ଦରବାରରେ ଥାଆନ୍ତି। ତାପରେ ଦେଖିବା କ'ଣ ଦେଇଛି। ମନରୁ ଗପଟିଏ 10 ଧାଡ଼ିରେ ଲେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖାଅ। ଏଇଟା ତୁମେମାନେ ନିଜେ ଲେଖିବ, କାରଣ ମୁଁ ଯଦି ଏଇଠି ଗପଟିକୁ କହିଦେବି ତାହେଲେ ତୁମେମାନେ ଏଇଟା ଦେଖି ଦେଖି ଲେଖିଦେବ, ଯାହାଦ୍ୱାରା ତୁମର କ୍ରିଏଟିଭ୍ ଥିଙ୍କିଙ୍ଗ ବଢ଼ିବ ନାହିଁ। ହେଲା। ନିଜେ ଚିନ୍ତା କରିକି ଏଇଠି ଗପଟିଏ ଲେଖିବ। ତୁମେ କୌଣସି ବିଷୟରେ ବି ଲେଖିପାରିବ। ବଣ ଜଙ୍ଗଲ ବିଷୟରେ ଲେଖିପାରିବ। ସେଠି ଯେଉଁ ବାଘ ଭାଲୁ ପଶୁପକ୍ଷୀ ଥାଆନ୍ତି, ଭୂତ ବିଷୟରେ ଲେଖିପାରିବ। ତୁମ ଘର ବିଷୟରେ ଲେଖିପାରିବ। ତୁମ ସାଙ୍ଗମାନଙ୍କ ବିଷୟରେ ଲେଖିପାରିବ। କୌଣସି ବି ବିଷୟରେ ତୁମେମାନେ ଗୋଟେ ଗପ ନିଜେ ଲେଖିବ। ତାହେଲେ ଆଜି ପାଇଁ ଏତିକି। ରହୁଛି ପିଲାମାନେ। ସମସ୍ତଙ୍କୁ ଧନ୍ୟବାଦ।